ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ବାବୁନିକ୍ତିମାଲ ଗ୍ରାମ ପଞ୍ଚାୟତର ବାରଖଣ୍ଡିଆ ଗ୍ରାମଠାରେ ଜଙ୍ଗଲ ଅଧିକାର କମିଟି ସଭାପତି କାମିଲ ସୋରେଙ୍କ ସଭାପତିତ୍ୱରେ ବାରଖଣ୍ଡିଆ ଗ୍ରାମ ସମେତ ପଡ଼ୋଶୀ ଗ୍ରାମମାନଙ୍କ ସହ ଲୋକମୁକ୍ତି ସଂଗଠନ ବାମରା କ୍ଷେତ୍ର ପକ୍ଷରୁ ଏକ ମିଳିତ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ଲୋକମୁକ୍ତି ସଂଗଠନ ପକ୍ଷରୁ କେନ୍ଦ୍ରୀୟ କମିଟି ସାଧାରଣ ସମ୍ପାଦକ ଗ୍ରେଗୋରୀ ସାମନ୍ତ ଓ ସଂଯୋଜକ ଜିନିଷ ସାମନ୍ତ ଯୋଗଦାନ କରି ଜଙ୍ଗଲ ଅଧିକାର ଆଇନ, ପେସା ଆଇନ, ଭୂସଂସ୍କାର ଆଇନ ଓ ଆସନ୍ତା 24 ଜାନୁଆରୀ 2025ରେ ହେବାକୁ ଥିବା ଜଳ, ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଦାବିରେ ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ ଆହ୍ୱାନରେ ଓ ଜନ ଆନ୍ଦୋଳନ ଓ ଜନସଂଗଠନମାନଙ୍କ ନେତୃତ୍ୱରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟ ସମ୍ବଲପୁରଠାରେ ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରତିବାଦ ସମାବେଶର ଆୟୋଜନ କରାଯିବା ବିଷୟ ଉପରେ ସଭାରେ ଉପସ୍ଥିତ ସଂଗଠନର ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା। ଏହି ସଭାରେ ଦିବ୍ୟ ମୁଣ୍ଡା, ଶଙ୍କର ମୁଣ୍ଡା, ମାନଭଙ୍ଗ ମୁଣ୍ଡା, ସବିତା ମୁଣ୍ଡା, ବିଳାସିନୀ ଭୋଇ, ସବିତା ଭୋଇ, ନଟବର ଧୁରୁଆ, ପ୍ରମିଳା ଭୋଇ, ରୋଶନ ଡୁଙ୍ଗଡୁଙ୍ଗ, ମାର୍ଶାଲ ଖଡ଼ିଆ, ବାସମତୀ ମୁଣ୍ଡା, ଫ୍ରାନ୍ସିସ୍ ତୁରୀ ପ୍ରମୁଖ ଯୋଗଦାନ କରି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଏବଂ ଏହି ସଭାରେ ଯୋଗଦାନ କରିଥିବା ସମସ୍ତ ସଦସ୍ୟମାନଙ୍କ ତରଫରୁ ଲୋକମୁକ୍ତି ସଂଗଠନ ପକ୍ଷରୁ ସ୍ଥିର କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ବାରଖଣ୍ଡିଆ, ରେଙ୍ଗାଲଖଣ୍ଡି, ତାରଭାୟା ଓ ଜୁରାବାହାଲ ଗ୍ରାମର ବହୁ ସଂଖ୍ୟାରେ ସଂଗଠନର ସଦସ୍ୟମାନେ ଯୋଗଦାନ କରିଥିଲେ।